କୌଣସି ବି ପରୀକ୍ଷାର୍ଥୀ ଯେପରି ଗେଟ୍ ପାଖରୁ ଗୋଟେ ଛୋଟ ଭୁଲ ପାଇଁ ନିରାଶ ହୋଇ ନ ଫେରନ୍ତି, ସେଥିପାଇଁ ଆମେ 5ଟି ମୁଖ୍ୟ ବିଭାଗକୁ ଫଟାଫଟ ଯାଞ୍ଚ କରିନେବା। ପରୀକ୍ଷା ଦିନର ପ୍ରସ୍ତୁତି, ବାଧ୍ୟତାମୂଳକ ପ୍ରବେଶ ଡକ୍ୟୁମେଣ୍ଟ, ଅତ୍ୟାବଶ୍ୟକ ଡେସ୍କ ସାମଗ୍ରୀ, ସ୍ୱତନ୍ତ୍ର PWD ସୁବିଧା ଏବଂ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହଲ୍ ନିୟମ। ତେବେ ଆରମ୍ଭ କରିବା ବିଭାଗ 1ରୁ ପରୀକ୍ଷା ଦିନର ପ୍ରସ୍ତୁତି। ଏହାର ଉପଶୀର୍ଷକ ହେଉଛି ସମୟ ହିଁ ସବୁକିଛି। ସମୟକୁ ନେଇ ଗୋଟେ କଥା ପରିଷ୍କାର ଭାବରେ ମନେ ରଖିବା ଦରକାର ଯେ ପରୀକ୍ଷାର୍ଥୀମାନେ ଠିକ୍ 90 ମିନିଟ୍ ବା 1.5 ଘଣ୍ଟା ପୂର୍ବରୁ ନିଜ ସେଣ୍ଟରରେ ପହଞ୍ଚିଯିବା ଉଚିତ। କାହିଁକି ନା ପରୀକ୍ଷା ଆରମ୍ଭ ହେବାର ଠିକ୍ 15 ମିନିଟ୍ ପୂର୍ବରୁ ଗେଟ୍ ପୂରାପୂରି ଏବଂ ସ୍ଥାୟୀ ଭାବରେ ବନ୍ଦ ହୋଇଯିବ। ଆଉ ତାପରେ ଯାହା ବି ହୋଇଯାଅ, ଭିତରକୁ ଆଦୌ ଏଣ୍ଟ୍ରି ମିଳିବନି। ମୋଟ 3 ଘଣ୍ଟାର ଏହି ମେନ୍ସ ପରୀକ୍ଷା ପାଇଁ ଆଗୁଆ ପହଞ୍ଚି ନିଜକୁ ଶାନ୍ତ ଏବଂ ସ୍ଥିର ରଖିବାଟା ହିଁ ସବୁଠୁ ବୁଦ୍ଧିମାନର କାମ। ଏବେ ଆସିବା ବିଭାଗ 2କୁ, ବାଧ୍ୟତାମୂଳକ ପ୍ରବେଶ ଡକ୍ୟୁମେଣ୍ଟ ଅର୍ଥାତ୍ ଏଣ୍ଟ୍ରି ପାଇଁ ଥିବା କଠୋର ନିୟମାବଳୀ। ଏହି ବିଭାଗଟି ସତରେ ବହୁତ କ୍ରିଟିକାଲ। ପରୀକ୍ଷାର୍ଥୀମାନଙ୍କୁ ନିଜର ପ୍ରିଣ୍ଟ ହୋଇଥିବା ଆଡମିଶନ ଲେଟର ବା ଆଡମିଟ୍ କାର୍ଡ ସହିତ ଏକ ଓରିଜିନାଲ ସରକାରୀ ଆଇଡି ନିଶ୍ଚିତ ଭାବେ ଦେଖାଇବାକୁ ପଡ଼ିବ। ଆଧାର କାର୍ଡକୁ ସବୁଠୁ ବେଶୀ ପ୍ରାଧାନ୍ୟ ଦିଆଯାଉଛି, କିନ୍ତୁ ନଥିଲେ ଭୋଟର ଆଇଡି, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍ କାର୍ଡ ବା ପାସପୋର୍ଟର ମୂଳ କପି ମଧ୍ୟ ଚଳିବ। ହେଲେ ଗୋଟିଏ କଥା ପୁରା କ୍ଲିୟର, କୌଣସି ପ୍ରକାରର ଜେରକ୍ସ କପି, ମୋବାଇଲରେ ଥିବା ଇଲେକ୍ଟ୍ରୋନିକ୍ କପି କିମ୍ବା ସ୍କାନ୍ କରାଯାଇଥିବା ପ୍ରିଣ୍ଟଆଉଟ୍ ଆଦୌ ଗ୍ରହଣ କରାଯିବ ନାହିଁ। ଯଦି ଏସବୁ ଦେଖାଇବେ, ତେବେ ସିଧା ଗେଟ୍ରୁ ବିଦା କରି ଦିଆଯିବ। ତେଣୁ ସବୁବେଳେ ଓରିଜିନାଲ ଆଇଡି ହିଁ ସାଥିରେ ନେଇକି ଯିବା ଦରକାର। ଏଠି ମନରେ ଗୋଟେ ବଡ଼ ପ୍ରଶ୍ନ ଆସିପାରେ, ଯାହା ଅନେକଙ୍କୁ ଟେନସନ୍ ଦେଇଥାଏ। ଭାବନ୍ତୁ ତ, ଆଡମିଟ୍ କାର୍ଡ ଡାଉନଲୋଡ୍ କଲାପରେ ଦେଖିଲେ ଯେ ସେଥିରେ ଫଟୋଟି ସମ୍ପୂର୍ଣ୍ଣ ଅସ୍ପଷ୍ଟ ଅଛି କିମ୍ବା ଆଦୌ ଫଟୋ ପ୍ରିଣ୍ଟ ହୋଇନାହିଁ। ତାହେଲେ ସେଠି କେମିତି ପ୍ରମାଣ ହେବ ଯେ ପରୀକ୍ଷା ଦେବାକୁ ଆସିଥିବା ବ୍ୟକ୍ତି ଜଣକ ହିଁ ସଠିକ୍ ପରୀକ୍ଷାର୍ଥୀ? ଏହାର ଗୋଟିଏ ବହୁତ ସହଜ ସମାଧାନ ଅଛି। ଯଦି ଆଡମିଟ୍ କାର୍ଡରେ ଫଟୋ ଖରାପ ଥାଏ, ପରୀକ୍ଷାର୍ଥୀମାନେ ନିଜ ସାଥିରେ ନିକଟ ଅତୀତରେ ଉଠାଯାଇଥିବା 2ଟି କଲର ବା ରଙ୍ଗୀନ ପାସପୋର୍ଟ ସାଇଜ୍ ଫଟୋ ନେଇକି ଯିବା ଉଚିତ, ଯାହାକି ସେଲ୍ଫ ଆଟେଷ୍ଟେଡ୍ ହୋଇଥିବ। ବାସ୍ ଏତିକି କଲେ ଏଣ୍ଟ୍ରିରେ କୌଣସି ଅସୁବିଧା ହେବନି। ଆଉ ଏକ ସୁରକ୍ଷିତ ପଦକ୍ଷେପ ହିସାବରେ ଫଟୋ କ୍ଲିୟର ଥିଲେ ବି ବ୍ୟାକଅପ୍ ପାଇଁ ସାଥିରେ 2ଟି ଫଟୋ ରଖିବାଟା ଗୋଟେ ଭଲ ଅଭ୍ୟାସ। ଠିକ୍ ଅଛି, ଏବେ ଆସିବା ବିଭାଗ 3କୁ, ଅତ୍ୟାବଶ୍ୟକ ଡେସ୍କ ସାମଗ୍ରୀ ଅର୍ଥାତ୍ ହଲ୍ ଭିତରେ ଡେସ୍କ ଉପରେ କ'ଣ ସବୁ ରହିବା ଦରକାର। ହଲ୍ ଭିତରେ ନିଜ ସିଟ୍ରେ ବସିବା ପରେ ଡେସ୍କକୁ ପୁରା ସଫା ରଖିବାକୁ ହେବ। ସେଠି କେବଳ 3ଟି ଜିନିଷ ରହିପାରିବ। ପ୍ରଥମଟି ହେଲା ପ୍ରିଣ୍ଟ ହୋଇଥିବା ଆଡମିଶନ ଲେଟର, ଦ୍ୱିତୀୟଟି ଅରିଜିନାଲ ସରକାରୀ ଆଇଡି ଏବଂ ତୃତୀୟଟି ହେଉଛି ସାଧାରଣ ଟ୍ରାନ୍ସପାରେଣ୍ଟ ବା ସ୍ୱଚ୍ଛ ନୀଳ କିମ୍ବା କଳା ବଲ୍ ପେନ୍। ଏଠି ବିଶେଷ ଧ୍ୟାନ ଦେବାର କଥା ହେଉଛି ଯେ ଆପଣ ଆଣିଥିବା ପେନ୍ଗୁଡ଼ିକ ଏକଦମ ସ୍ୱଚ୍ଛ ହୋଇଥିବା ଜରୁରୀ, ଯେମିତିକି ସେଥିରେ କୌଣସି ଅସ୍ୱଚ୍ଛ କଭର ନଥିବ ଆଉ ଭିତର ରିଫିଲ୍ ସଫା ଦେଖାଯାଉଥିବ। କ'ଣ ଅନୁମୋଦିତ ତାହା ଜାଣିବା ଯେତିକି ଜରୁରୀ, କ'ଣ ବାରଣ କରାଯାଇଛି ତାହା ଜାଣିବା ତାଠାରୁ ବେଶୀ ଜରୁରୀ। ଇରେଜର, ବ୍ଲେଡ୍, କୌଣସି ବହି ବା ଖୋଲା କାଗଜ, ଅଳଙ୍କାର ଏବଂ କୌଣସି ପ୍ରକାର ଇଲେକ୍ଟ୍ରୋନିକ୍ସ ଜିନିଷ ହଲ୍ ଭିତରକୁ ନେବା ସମ୍ପୂର୍ଣ୍ଣ ନିଷିଦ୍ଧ। ଯଦି ଭୁଲରେ ବି ଏସବୁ କାହା ପାଖରୁ ମିଳେ, ତାହେଲେ ସିଧାସଳଖ ଡିସ୍କ୍ୱାଲିଫାଏ କରିଦିଆଯିବ। ସୋ ବି କେୟାରଫୁଲ୍। ଏବେ ଦେଖିବା ବିଭାଗ 4, ସ୍ୱତନ୍ତ୍ର PWD ଆବଶ୍ୟକତା। ଭିନ୍ନକ୍ଷମ ପରୀକ୍ଷାର୍ଥୀମାନଙ୍କ ପାଇଁ କ'ଣ ସବୁ ବ୍ୟବସ୍ଥା ଅଛି? ଯେଉଁ ପରୀକ୍ଷାର୍ଥୀମାନେ PWD ବର୍ଗ ଅଧୀନରେ ପଞ୍ଜୀକୃତ ହୋଇଛନ୍ତି, ସେମାନଙ୍କ ପାଇଁ ଏକ ବହୁତ ଭଲ ସୁବିଧା ରହିଛି। ଗଣିତଟା ଏମିତି କି ସେମାନଙ୍କୁ ପ୍ରତି ଘଣ୍ଟା ପିଛା କ୍ଷତିପୂରଣ ସ୍ୱରୂପ 20 ମିନିଟ୍ର ଅତିରିକ୍ତ ସମୟ ଦିଆଯିବ। ମାନେ 3 ଘଣ୍ଟାର ପରୀକ୍ଷା ପାଇଁ ପୂରାପୂରି 1 ଘଣ୍ଟା ବା 60 ମିନିଟ୍ ଅଧିକ ସମୟ ମିଳିବ, ଯାହାକି ପ୍ରକୃତରେ ଗୋଟେ ବଡ଼ ସାହାଯ୍ୟ। କିନ୍ତୁ ଏକ କଥା ସ୍ପଷ୍ଟ ଭାବରେ ମନେ ରଖିବା ଦରକାର, ଏହି ଅତିରିକ୍ତ ସମୟର ସୁବିଧା ପାଇବାକୁ ହେଲେ ପରୀକ୍ଷା କେନ୍ଦ୍ରରେ ନିଜର ଅଫିସିଆଲ ସରକାରୀ PWD ସାର୍ଟିଫିକେଟ୍ ଦେଖାଇବା ପୂରାପୂରି ବାଧ୍ୟତାମୂଳକ। ଯଦି କାହା ପାଖରେ ଏହି ସାର୍ଟିଫିକେଟ୍ ନଥିବ, ତେବେ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ଏହି ସୁବିଧା ଆଦୌ ମିଳିପାରିବ ନାହିଁ। ଆଉ ଶେଷରେ ଆମେ ପହଞ୍ଚିଗଲେଣି ବିଭାଗ 5ରେ, ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହଲ୍ ନିୟମ। କେମିତି ସଫଳତାର ସହ ପରୀକ୍ଷା ଶେଷ କରିବେ? ବେଳେବେଳେ ଭଲ ପରୀକ୍ଷା ଦେଇସାରି ମଧ୍ୟ ଗୋଟିଏ ଛୋଟ ଆଚରଣଗତ ଭୁଲ ପାଇଁ ସବୁ ପରିଶ୍ରମ ପାଣିରେ ପଡ଼ିଯାଏ। ତେଣୁ ଏହି ରୁଲ୍ସଗୁଡ଼ିକୁ କଡ଼ାକଡ଼ି ଭାବେ ମାନିବାକୁ ପଡ଼ିବ। ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପରୀକ୍ଷା ସମୟ ଶେଷ ନ ହୋଇଛି, କେହି ବି ନିଜ ସିଟ୍ରୁ ଉଠିପାରିବେ ନାହିଁ। ଏକ୍ଜାମ୍ ସରିବା ପରେ ନିଜର ସମସ୍ତ ରଫ୍ ସିଟ୍ ଗୁଡ଼ିକୁ ଇନଭିଜିଲେଟରଙ୍କୁ ହସ୍ତାନ୍ତର କରିବା ନିହାତି ଜରୁରୀ। ଆଉ ଶେଷରେ ଯେପର୍ଯ୍ୟନ୍ତ ବାହାରକୁ ଯିବା ପାଇଁ ଅଫିସିଆଲ ଅନୁମତି ନ ମିଳିଛି, ସେ ପର୍ଯ୍ୟନ୍ତ ନିଜ ସିଟ୍ରେ ହିଁ ବସିବାକୁ ହେବ। ଏଥିରେ ଟିକେ ବି ଅବହେଳା କଲେ ତାହାକୁ ଅନଫେୟାର ମିନ୍ସ ବୋଲି ଧରି ନିଆଯାଇପାରେ। ଏହା ସତ ଯେ ବର୍ଷ ବର୍ଷର ଅକ୍ଳାନ୍ତ ପରିଶ୍ରମ ଓ ପ୍ରସ୍ତୁତି କେବଳ ଏହି 3 ଘଣ୍ଟାର ସମୟ ଉପରେ ହିଁ ନିର୍ଭର କରେ। ତେବେ ସେହି ଗୁରୁତ୍ୱପୂର୍ଣ୍ଣ ଦିନ ଆସିବା ପୂର୍ବରୁ କ'ଣ ସବୁ କାଗଜପତ୍ର,
ସ୍ୱଚ୍ଛ ପେନ୍ ଆଉ ଫଟୋର ଚୂଡ଼ାନ୍ତ ଯାଞ୍ଚ ହୋଇସାରିଲାଣି? ଥରେ ଭଲ ଭାବରେ ଚେକ୍ କରିନିଅନ୍ତୁ। ଏହି ସବୁ ଛୋଟ ଛୋଟ ଜିନିଷକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରୁହନ୍ତୁ ଏବଂ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ପରୀକ୍ଷା ଦେବାକୁ ଯାଆନ୍ତୁ। ଆଗାମୀ ପରୀକ୍ଷା ପାଇଁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା।